ନମସ୍କାର ସାଙ୍ଗମାନେ। ଏବେ ରଜ ଆସିଗଲା। ଚାଲନ୍ତୁ ଆଜି ଗୋଟେ ଓଡ଼ିଶାର ସ୍ପେଶାଲ ସୁଇଟ୍ ଡିଶ୍ କ୍ଷୀର ପୋଡ଼ପିଠା ବନେଇବା। ପ୍ରଥମେ କଡ଼େଇରେ କିଛି କ୍ଷୀର ଦେଇ ତାକୁ ଫୁଟିବା ପାଇଁ ଛାଡ଼ିଦେବା। ଏଠି ଆଉ ଗୋଟେ କଡ଼େଇରେ କିଛି ଘିଅ ନେଇ ସେଥିରେ କାଜୁ, କଟା ନଡ଼ିଆ ଆଉ କିସମିସ୍ ଆଉ କିଛି କୋରା ନଡ଼ିଆ ଦେଇ ତାକୁ ଭଲସେ ଭାଜିବା ବ୍ରାଉନ୍ ହବା ପର୍ଯ୍ୟନ୍ତ। ଏଇ ପିଠାର ପ୍ରତି ବାଇଟ୍‌ରେ କ୍ଷୀରର ଗୋଟେ ରିଚ୍ ଫ୍ଲେଭର୍ ଆସେ। ଖାଇବାକୁ ବହୁତ ବଢ଼ିଆ ଲାଗେ। ଡ୍ରାଏ ଫ୍ରୁଟ୍ସ ଆଉ ନଡ଼ିଆର ଭଜାଟା ବ୍ରାଉନ୍ କଲର୍ ହେଇଯାଇଛି। ସେଇଟାକୁ ଆମେ ଏଠି କ୍ଷୀରରେ ଦେଇ କିଛି ଚିନି ଆଉ ଲୁଣ ସ୍ୱାଦ ଅନୁସାରେ ଦେଇ ତାକୁ ଭଲସେ ଗୋଳେଇ ଦବା ଆଉ କିଛି ସମୟ ଛାଡ଼ିଦବା ତାକୁ ଫୁଟିବା ପାଇଁ। ଏଇଠି ମୁଁ ଢାଙ୍କୁଣୀ ଦେଇ ଦେଇଛି। କ୍ଷୀର ଭଲସେ ଫୁଟିଗଲା ପରେ ବାଟିକି ରଖିଥିବା ଚାଉଳକୁ ଆସ୍ତେ ଆସ୍ତେ ଦେଇ ତାକୁ ଭଲସେ ଗୋଳେଇବା, ଯେମିତି କିଛି ଲମ୍ପସ୍ ନ ରହିବ। ଆଜିର ବ୍ୟସ୍ତବହୁଳ ଜୀବନରେ ଏହାର ଟେଷ୍ଟ ଆମକୁ ଆମ ପରମ୍ପରା ଆଉ ମାଟିର ସ୍ୱାଦ ମନେ ପକେଇଦିଏ। ହଁ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଭଲ ଲାଗିଲା ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ମୁଁ ଏମିତି ନୂଆ ନୂଆ ରେସିପି ନେଇ ସବୁଦିନ ଆସୁଥିବି। କ୍ଷୀରଟାକୁ ଭଲସେ ଗୋଳଉଥିବେ ଆଣ ପକେଇ ପକେଇ। ଦେଖନ୍ତୁ ଏଠି ବ୍ୟାଟର ଆମର ଠିକ୍ ହେଇ ଆସିଲାଣି। ଆପଣମାନେ ଯଦି ଓଡ଼ିଶାର ଏଇ ବେଷ୍ଟ ଡେଜର୍ଟ ଟ୍ରାଏ କରିନାହାନ୍ତି, ନିଶ୍ଚୟ କ୍ଷୀର ପୋଡ଼ପିଠା ଟ୍ରାଏ କରନ୍ତୁ ଗୋଟେ ଥର। ଆପଣ ଯଦି କ୍ଷୀରରେ ତିଆରି ଡେଜର୍ଟକୁ ପସନ୍ଦ କରନ୍ତି, ଏଇ ପିଠା ଆପଣଙ୍କ ମନ ନିଶ୍ଚୟ ଜିତି ନେବ। ଏଇଠି ଆମର ବ୍ୟାଟର ରେଡ଼ି ହେଇଯାଇଛି। ତାପରେ ଗୁଜୁରାତି ଗୁଣ୍ଡକୁ ଆମେ ଏଇଠି ଦବା। ଆଗରୁ ଆମେ ଦେଇନଥିଲେ କାହିଁକି ନା ସେ ବାସ୍ନାଟା ଆଉ ରହିନଥାନ୍ତା। ତ ଶେଷରେ ଦେଲେ ୟାର ବାସ୍ନାଟା ବହୁତ ଭଲ ଆସିବ। ତାପରେ ଗୋଟେ ବେକିଂ ଟ୍ରେରେ ବଟର ପେପର ଲଗେଇ ତାକୁ ସେଟ୍ କରିଦେବେ। ଆଉ ଏ ଆଣ ଗୁଡ଼ାକୁ ଆସ୍ତେ ଆସ୍ତେ ସେଥିରେ ପକେଇକି ଆଣ ଗୁଡ଼ିକୁ ବି ସେଟ୍ କରିଦେବେ, ସମାନ କରିଦେବେ। ତାପରେ ଆପଣଙ୍କର ଇଚ୍ଛା ଅନୁସାରେ ଯାହା ବି ଡ୍ରାଏ ଫ୍ରୁଟ୍ସ ଆପଣ ପକେଇକି ତାକୁ ଭଲସେ ସଜେଇ ଦେବେ। ଦେଖନ୍ତୁ ଏଇଠି ମୁଁ ଡ୍ରାଏ ଫ୍ରୁଟ୍ସ ଗୁଡ଼ା ସଜେଇ ଦଉଛି। କିଛି କାଜୁ ଆଉ ଆଲମଣ୍ଡସ୍, ବେଶୀ କିଛି ଡ୍ରାଏ ଫ୍ରୁଟ୍ସ ମୁଁ ଉପରେ ସଜେଇବା ପାଇଁ ନେଇନି। ଆପଣ ଆପଣଙ୍କ ଇଚ୍ଛା ହିସାବରେ ନେଇପାରିବେ। ଦେଖନ୍ତୁ ଏଇଠି କେତେ ସୁନ୍ଦର ଦେଖାଯାଉଛି ଡ୍ରାଏ ଫ୍ରୁଟ୍ସ ଗୁଡ଼ା ଦେଇଦେଲା ପରେ। ଆପଣ ୟାକୁ ପ୍ରେସର କୁକରରେ ବି କରିପାରିବେ। ଅଦରୱାଇଜ୍ ଆପଣ କିଛି ଫର୍ଚା ଜିନିଷରେ ଲୁଣ ଦେଇକି ବି କରିପାରିବେ। ତ ଆମେ ଏଠି କଡ଼େଇରେ ଲୁଣ ଦେଇକି ବେକିଂ ଟ୍ରେକୁ ରଖିକି ତାକୁ ଭଲସେ ତାକୁ ଘୋଡ଼େଇକି 1 ଘଣ୍ଟା ପାଇଁ ଛାଡ଼ି ଦେଇଥିଲୁ। ଯେହେତୁ କ୍ଷୀର ଅଛି ସେଟା ସିଝିବା ପାଇଁ ଟିକେ ଟାଇମ୍ ଲାଗିବ। ଏଇଠି ଦେଖନ୍ତୁ 1 ଘଣ୍ଟା ହେଇଗଲାଣି। ଘୋଡ଼ଣୀକୁ କାଢ଼ି ତାକୁ କିଛି ସମୟ ଥଣ୍ଡା ହବା ପାଇଁ ରଖିଦବା। କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ଗୋଟେ କାରାମେଲାଇଜ୍‌ର କଲର୍ ଆସିଛି। ବଢ଼ିଆ ଟେକ୍ସଚର ଅଛି ପିଠାର। କେତେ କ୍ରିମି ଭିତରୁ ଆଉ ଉପରୁ ବହୁତ ସଫ୍ଟ। ଆଉ ସତ କହିବି ଏଇଟା ଗୋଟେ ଡେଜର୍ଟ ନୁହଁ, ଏଇଟା ଗୋଟେ ଫିଲିଂ, ଯୋଉଟା କି ଆମକୁ ପ୍ରତି ବାଇଟ୍‌ରେ ଘରର ଟେଷ୍ଟ ଦବ। ଆଉ କ୍ଷୀରର ଗୋଟେ ରିଚ୍ ଫ୍ଲେଭର ୱିଥ୍ ଗୁଜୁରାତିର ଯୋଉ ସ୍ମେଲଟା ଆସୁଛି, ବହୁତ ବଢ଼ିଆ। ତାପରେ ଏଇଟାକୁ ସମ୍ପୂର୍ଣ୍ଣ ଥଣ୍ଡା କରି ସାରିଲା ପରେ ବଟର ପେପର ଗୁଡ଼ିକୁ ଭଲସେ ତାକୁ ଛଡ଼େଇ ଦେବା। ଏଇଠି ମୁଁ ଖଣ୍ଡେ କାଟିକି ଦେଖଉଛି। ଦେଖିବେ କେତେ କ୍ରିମି ଟେକ୍ସଚର ଭିତର ଆଉ କେତେ ସଫ୍ଟ। ରୁହନ୍ତୁ ଦେଖିବେ। ଘରର ମାତ୍ର କିଛିଟା ଇନଗ୍ରିଡିଏଣ୍ଟରେ ଏମିତିଆ ପିଠା କରି ୟାର ଟେଷ୍ଟକୁ ଏନ୍ଜୟ କରନ୍ତୁ ଆଉ ୟାର ଫ୍ଲେଭର ନିଅନ୍ତୁ। ଦେଖନ୍ତୁ କେତେ ସୁନ୍ଦର ଦେଖାଉଛି, କେତେ ସଫ୍ଟ ଦେଖାଉଛି, କେତେ କ୍ରିମି ଅଛି ଭିତର। ଧନ୍ୟବାଦ। ନମସ୍କାର।